Hi friend, your Karthik Seven Partner Sagar, Potran Pratikara, NASC, Important Discussion, So Balance Samarkar Opinion Motion is also ସମସ୍ତେ ମାଷ୍ଟର ଡିଗ୍ରୀ କରିଥିଲେ ସେମାନଙ୍କର ରେଜଲ୍ଟ ଆଜି ଡିକ୍ଲାର ହୋଇସାରିଛି। ତ ଆମେ ପ୍ରଥମେ କ'ଣ ଲେଖିବା ନା OSOU ଲେଖିବା, ତାପରେ ଆପଣ ଦେଖୁଥିବେ ଯେଉଁ ଲେଖା ଅଛି ଷ୍ଟୁଡେଣ୍ଟ ନେମ୍, ସେଟାକୁ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣମାନଙ୍କ ଆସିଯିବ ଷ୍ଟଡି ସେଣ୍ଟର ଲର୍ଣ୍ଣର ଲଗିନ୍, ତାପରେ ଯେଉଁ ଲେଖା ହେଇଛି ପ୍ରୋଭିଜନାଲ ରେଜଲ୍ଟ ଟର୍ମ ଆଣ୍ଡ ଏକ୍ଜାମିନେସନ୍, ତାକୁ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣମାନଙ୍କ ଆସିଯିବ ଏନରୋଲମେଣ୍ଟ ନମ୍ବର, ନିଜ ନିଜର ଏନରୋଲମେଣ୍ଟ ନମ୍ବର ଲେଖିବା। ଲେଖିଲା ପରେ ତା ତଳକୁ ନେଇଛି ଡେଟ୍ ଅଫ୍ ବାର୍ଥ, ଆପଣଙ୍କର ଡେଟ୍ ଅଫ୍ ବାର୍ଥରେ ମନ୍ଥ, ଡେଟ୍ ଆଉ ଆପଣଙ୍କ ଇୟର୍ ରହିବ। ତାପରେ ଆପଣ ନେକ୍ସଟ କ'ଣ କରିବା ନା ଏଣ୍ଟର ଦ କ୍ୟାପଚା, ଏଇଠି ଆପଣ ଯେଉଁ କ୍ୟାପଚା ଅଛି ସେଟାକୁ ଆମେ କ'ଣ କରିବା ସେଟା ଟାଇପ୍। ବର୍ତ୍ତମାନ ଆପଣ ଦେଖୁଛନ୍ତି ଆପଣ ଯେଉଁ ଇୟର୍ ଦେଇଛି ଆପଣ ନିଜର ଇୟର୍ ଚେକ୍ କରିବା। ଚେକ୍ କଲା ପରେ ସମସ୍ତ ମନରେ ଗୋଟେ ପ୍ରଶ୍ନ ଥିବ ଯେ ଆମେ ଆମର କେତେ ମାର୍କ ଉଠିଲେ ଆମେ ଏଇ ଏକ୍ଜାମ୍ କ୍ଲିୟର୍ କରିବା। ନା ଆପଣଙ୍କର ଏଠି କ'ଣ ରହୁଛି ନା ଆପଣଙ୍କର ଥିଓରି ମାର୍କର ଯେଉଁ ରହୁଛି 75 ମାର୍କ, ତା ଦେହରେ ଆପଣଙ୍କୁ 30 ରଖିବା ପାଇଁ ପଡ଼ିବ। ଆଉ ଆସାଇନମେଣ୍ଟରେ ଆପଣ ଯେଉଁ ରହୁଛି 10 ମାର୍କ 15 ମାର୍କ ପ୍ଲସ୍ ହେଇକି 25 ମାର୍କ ଆପଣଙ୍କୁ 10 ମାର୍କ ରଖିବା ପଡ଼ିବ। ତ ଆପଣ କହିବାକୁ ଗଲେ ଯେ ଆପଣ 40 ମାର୍କ ରଖିବା ପାଇଁ ପଡ଼ିବ। ତ ଆପଣମାନେ ଦେଖୁଥିବେ ଯେଉଁ ରେଜଲ୍ଟଟା ଆପଣ ଏଠି ଶୋ କରୁଛି, ତ ଆପଣମାନେ ଦେଖିପାରୁଥିବେ ଏଇଭଳି ଆପଣଙ୍କ ରେଜଲ୍ଟ ନିଜେ ନିଜେ ଚେକ୍ କରିପାରିବେ। ତ ଯେଉଁମାନେ ପ୍ରଥମ ଥର ପାଇଁ ଏ ଚ୍ୟାନେଲକୁ ଆସିଛନ୍ତି, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ। ସମସ୍ତେ ଖୁସି ରୁହ।